ॐ मनोजवं मारुततुल्यवेगं जितेन्द्रियं बुद्धिमतां वरिष्ठं वातात्मजं वानरयूथमुख्यं श्रीरामदूतं शरणं प्रपद्ये। ॐ धरणीगर्भसम्भूतं विद्युत्पुञ्जसमप्रभं कुमारं शक्तिहस्तं च लोहितांगं नमाम्यहम्। जय जगन्नाथ दर्शक बंधु, ମୁଁ ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ମଧୁସୂଦନ ନାୟକ ଆପଣଙ୍କୁ ମା ଶାରଳା ଆଷ୍ଟ୍ରୋ ଚ୍ୟାନେଲକୁ ସ୍ୱାଗତ କରୁଛି। ପ୍ରତିଦିନ ଭଳି ଆଜିର ଦୈନନ୍ଦିନ ପଞ୍ଜିକା 12ଟି ରାଶିର ରାଶିଫଳ ଏବଂ ବାସ୍ତୁବିଚାର କାର୍ଯ୍ୟକ୍ରମ ରହିଛି। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ସର୍ବପ୍ରଥମେ ଆଜିର ଦିନ ସମ୍ପର୍କରେ। ଆଜି ହେଉଛି 2025 ମସିହା ଡିସେମ୍ବର ମାସ 23 ତାରିଖ ମଙ୍ଗଳବାର। ଉତ୍କଳ ମତେ ସୌରମାନ ଧନୁ 8 ଦିନ ଓ ଚାନ୍ଦ୍ରିୟମାନ ପୌଷ ମାସ ଶୁକ୍ଳପକ୍ଷ ତୃତୀୟା ଦିବା 11 ଘଣ୍ଟା 15 ମିନିଟ୍ ପର୍ଯ୍ୟନ୍ତ ଭୋଗ କରୁଛନ୍ତି। ଆଜି ଶ୍ରବଣ ନକ୍ଷତ୍ର ଶେଷ ରାତ୍ରି 6 ଘଣ୍ଟା 7 ମିନିଟ୍ ପର୍ଯ୍ୟନ୍ତ ଭୋଗ କରୁଛନ୍ତି ଏବଂ ମକର ଚନ୍ଦ୍ର ସମ୍ପୂର୍ଣ୍ଣ 60 ଭୋଗ କରୁଛନ୍ତି। ଆଜି ହେଉଛି ମକର ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର ରହିଛି। ଆଜି ମୃତ ବ୍ୟକ୍ତିର ଏକପାଦ ପୁଷ୍କର ରସ, ଫଳ ହେଉଛି କୃଷି ସନ୍ତାନ ହାନି। ଆପଣମାନେ ହୋମାଦି ଶାନ୍ତି କରି ଅନ୍ନ ବସ୍ତ୍ର ମାସଜନ ଏବଂ କାଂସ୍ୟପାତ୍ର ଦାନ କରନ୍ତୁ। ଆଜିର ନିଷେଧ ଖାଦ୍ୟ ପୋଟଳ ଅର୍ଥାତ୍ ପୋଟଳ ଭକ୍ଷଣ ନିଷେଧ। ଦିବା 11 ଘଣ୍ଟା 5 ମିନିଟ୍ ପରେ ମୂଳକ ଅର୍ଥାତ୍ ମୂଳା ଭୋଜନ ନିଷେଧ। ଆଜିର ଶୁଭବେଳା ପ୍ରଥମେ ଅମୃତ ଯୋଗ ସୂର୍ଯ୍ୟ ଉଦୟରୁ ଦିବା 7 ଘଣ୍ଟା 6 ମିନିଟ୍ ମଧ୍ୟରେ, ଦିବା 7 ଘଣ୍ଟା 54 ମିନିଟ୍ରୁ ଦିବା 11 ଘଣ୍ଟା 54 ମିନିଟ୍ ମଧ୍ୟରେ, ରାତ୍ର 7 ଘଣ୍ଟା 31 ମିନିଟ୍ରୁ ରାତ୍ର 8 ଘଣ୍ଟା 19 ମିନିଟ୍ ମଧ୍ୟରେ, ରାତ୍ର 9 ଘଣ୍ଟା 7 ମିନିଟ୍ରୁ ରାତ୍ର 11 ଘଣ୍ଟା 33 ମିନିଟ୍ ମଧ୍ୟରେ, ରାତ୍ର 1 ଘଣ୍ଟା 9 ମିନିଟ୍ରୁ ରାତ୍ର 2 ଘଣ୍ଟା 45 ମିନିଟ୍ ମଧ୍ୟରେ, ରାତ୍ର 3 ଘଣ୍ଟା 20 ମିନିଟ୍ରୁ ରାତ୍ର 6 ଘଣ୍ଟା 20 ମିନିଟ୍ ମଧ୍ୟରେ ଶୁଭ ରହିଛି। ଆଜିର ମାହେନ୍ଦ୍ର ଯୋଗ ସୂର୍ଯ୍ୟ ଅସ୍ତରୁ ରାତ୍ର 7 ଘଣ୍ଟା 31 ମିନିଟ୍ ମଧ୍ୟରେ ଶୁଭ ରହିଛି। ତେବେ ଦର୍ଶକ ବନ୍ଧୁ, ଆଜିର ଦୈନନ୍ଦିନ ପଞ୍ଜିକା ପରେ ରହିଛି 12ଟି ରାଶିର ରାଶିଫଳ। ରାଶିର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଜନ୍ମ ହୋଇଥିବା ବ୍ୟକ୍ତିତ୍ୱ ପାଇଁ ଆଜି ଆପଣ କର୍ମକ୍ଷେତ୍ରରେ ଖୁସି ରହିବେ। ଶିଳ୍ପ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଶତ୍ରୁ ବାଧା ଦେଇପାରେ। ଦାମ୍ପତ୍ୟ କ୍ଷେତ୍ରରେ ଆନନ୍ଦ ପାଇବେ। ବିଦ୍ୟାର୍ଥୀ ମହିଳାମାନଙ୍କ ପାଇଁ ଦିନଟି ଖୁସିରେ କଟିବ। ଶୁଭ ରହିଛି ଲାଲ, ଶୁଭ ସଂଖ୍ୟା 9। ଆଜି ଆପଣ ଯେତେବେଳେ ଘରୁ ବାହାରୁଛନ୍ତି ପକେଟରେ ଏକ ଲାଲ ରୁମାଲ ରଖି ଯାତ୍ରା ଆରମ୍ଭ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ବୃଷ ରାଶି। ବୃଷ ରାଶି ଜନ୍ମ ହୋଇଥିବା ବ୍ୟକ୍ତିତ୍ୱ ପାଇଁ ଆଜି ଆପଣଙ୍କୁ ଏକ ନୂତନ ଅନୁଭୂତି ଅନୁଭବ ହେବ। ଆପଣ ଆଜି ଜଗି ରଖି ଚଳନ୍ତୁ, ଯଶ ହାନି ହୋଇପାରେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆପଣ ଧୋକା ଖାଇପାରନ୍ତି। ଦାମ୍ପତ୍ୟ କ୍ଷେତ୍ରରେ ଅତ୍ୟଧିକ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିବେ। ବିଦ୍ୟାର୍ଥୀ ମହିଳାମାନେ ଅନୁଶୋଚନା କରିବେ। ଶୁଭ ରହିଛି ଧଳା, ଶୁଭ ସଂଖ୍ୟା 6। ଆଜି ଆପଣ ମା ଲକ୍ଷ୍ମୀଙ୍କୁ ସୁଗନ୍ଧ ଧୂପ ଏବଂ ଶ୍ଵେତପଦ୍ମ ଦେଇ ଆରାଧନା କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ମିଥୁନ ରାଶି। ମିଥୁନ ରାଶି ଜାତ ବ୍ୟକ୍ତିତ୍ୱ ପାଇଁ ଆଜି ଆପଣଙ୍କର କିଛି ଜିନିଷ ଚୋରି ହୋଇଯାଇପାରେ ବା ହଜି ଯାଇପାରେ। ଆପଣ ଯାନବାହନ ପ୍ରତି କିମ୍ବା ଇଲେକ୍ଟ୍ରିକ୍ କରେଣ୍ଟ ହେଉ ବା ଅଗ୍ନିଠାରୁ ହୁସିଆର ରୁହନ୍ତୁ, ଆଘାତ ଲାଗିପାରେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ନକଲି ଜିନିଷ ପ୍ରତି ସାବଧାନ ରୁହନ୍ତୁ। ଦାମ୍ପତ୍ୟ କ୍ଷେତ୍ରରେ ମନାନ୍ତର ମତାନ୍ତର ଶୀର୍ଷ ସୀମାରେ ପହଞ୍ଚିବ। ବିଦ୍ୟାର୍ଥୀ ମହିଳାମାନେ ଅସନ୍ତୁଷ୍ଟ ରହିବେ। ଶୁଭ ରହିଛି ସବୁଜ, ଶୁଭ ସଂଖ୍ୟା 5। ଆଜି ଆପଣ କିଛି କଳା ରାଶି ସହିତ 5ଟି ଲବଙ୍ଗକୁ ଗୋଟିଏ ପାନପତ୍ର ରଖି ଅସୁସ୍ଥ ମୂଳରେ ପୋତି ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶି ଜନ୍ମ ହୋଇଥିବା ବ୍ୟକ୍ତିତ୍ୱ ପାଇଁ ଆଜି ଆପଣଙ୍କୁ ଭୂମି ଲାଭ ହୋଇପାରେ। କୌଣସି ଏକ ଅନୁଷ୍ଠାନରେ ଆପଣଙ୍କୁ ସମ୍ମାନିତ କରିପାରନ୍ତି। ଦୂରସ୍ଥ ଗମନରେ ସଫଳ ହେବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଧିକ ଇନଭେଷ୍ଟ କରି ଅଧିକ ଲାଭବାନ ହେବେ। ଦାମ୍ପତ୍ୟ କ୍ଷେତ୍ରରେ ପ୍ରୀତି ବୃଦ୍ଧି ହେବ। ବିଦ୍ୟାର୍ଥୀ ମହିଳାମାନେ ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଶୁଭ ରହିଛି ଧଳା, ଶୁଭ ସଂଖ୍ୟା 9। ଆଜି ଆପଣ ଶିବ ମନ୍ଦିରରେ ଘିଅର ଦୀପ ଦାନ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ସିଂହ ରାଶି। ସିଂହ ରାଶି ଜନ୍ମ ହୋଇଥିବା ବ୍ୟକ୍ତିତ୍ୱ ପାଇଁ ଆଜି ଆପଣ ଜଗି ରଖି ଚଳନ୍ତୁ। ଆକସ୍ମିକ ଦୁର୍ଘଟଣା ଘଟିପାରେ।
ଇଲେକ୍ଟ୍ରିକ୍ କରେଣ୍ଟ ନିଆଁ ଧାରୁଆ ଅସ୍ତ୍ର ଠାରୁ ଦୂରେଇ ରୁହନ୍ତୁ। ଆଜି ଆପଣ ଆଶା କରୁଥିବା ଜିନିଷଟି ହାତଛଡ଼ା ହୋଇଯିବାରୁ ମନ ବ୍ୟାକୁଳିତ ହେବ। ବ୍ୟବସାୟ କ୍ଷେତ୍ରରେ କିଛି ଜିନିଷ ନଷ୍ଟ ହୋଇଯାଇପାରେ। ଦାମ୍ପତ୍ୟ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ବିଦ୍ୟାର୍ଥୀ ଓ ମହିଳାଙ୍କ ପାଇଁ ସମସ୍ୟା ରହିବ। ସୁବର୍ଣ୍ଣ ଅଛି ଲାଲ ଏବଂ ଗୋଲାପୀ। ଶୁଭ ସଂଖ୍ୟା 1। ଆଜି ଆପଣ ଆଦିତ୍ୟ ହୃଦୟ ସୂତ୍ର ପାଠ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି କନ୍ୟା ରାଶି। କନ୍ୟା ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କୁ ଧନ ଲାଭ ହୋଇପାରେ। ପୂର୍ବରୁ କରିଥିବା ଦାନର ଆଜି ପ୍ରତିଦାନ ପାଇବେ। କାହା ସହିତ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ମାନହାନି ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ। ଦାମ୍ପତ୍ୟ କ୍ଷେତ୍ରରେ ବୁଝାମଣାର ଅଭାବ ରହିବ। ବିଦ୍ୟାର୍ଥୀ ମହିଳାମାନେ ଶୁଭ ଫଳ ପାଇବେ। ସୁବର୍ଣ୍ଣ ଅଛି ସବୁଜ। ଶୁଭ ସଂଖ୍ୟା 5। ଆଜି ଆପଣ କିଛି ଖସା ଜବଧାନ ଏବଂ ପଦଶସ୍ୟକୁ ନେଇ ନଦୀର ସ୍ରୋତରେ ଭସାଇ ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରଣ ରଖନ୍ତୁ। କାହା ସହିତ କଳହ ହୋଇପାରେ। ବ୍ୟବସାୟରେ ବୁଝି ବିଚାରି ଅର୍ଥ ବିନିଯୋଗ କରନ୍ତୁ, ଧନ ହାନି ହୋଇପାରେ। ଦାମ୍ପତ୍ୟ କ୍ଷେତ୍ରରେ ମନାନ୍ତର ମତାନ୍ତର ଘଟିବ। ବିଦ୍ୟାର୍ଥୀ ମହିଳାମାନେ ଅଶାନ୍ତି ପାଇବେ। ସୁବର୍ଣ୍ଣ ଅଛି ଧଳା। ଶୁଭ ସଂଖ୍ୟା 6। ଆଜି ଆପଣ ମା ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ବିଛା ରାଶି। ବିଛା ରାଶି ଜନ୍ମ ହୋଇଥିବା ବ୍ୟକ୍ତି ପାଇଁ ଆଜି ଆପଣଙ୍କୁ ଶୁଭ ସମ୍ବାଦ ମିଳିପାରେ। ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ଆପଣ ଆଜି ସାମାଜିକ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବାଣିଜ୍ୟ ବ୍ୟବସାୟରେ ଡେଭଲପ୍ କରିବେ। ଦାମ୍ପତ୍ୟରେ ପ୍ରୀତିପୂର୍ଣ୍ଣ ରହିବ। ବିଦ୍ୟାର୍ଥୀ ମହିଳାମାନେ ସମ୍ମାନିତ ହେବେ। ସୁବର୍ଣ୍ଣ ରହିଛି ଲାଲ ଏବଂ ଖଇର। ଶୁଭ ସଂଖ୍ୟା 9। ଆଜି ଆପଣ ରାଶି ତେଲର ଏକ ଦୀପ ଜଳାଇ ସୁନ୍ଦରକାଣ୍ଡ ପାଠ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ଧନୁ ରାଶି। ଧନୁ ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କର ଅର୍ଥ ହାନି ହୋଇପାରେ। ଶତ୍ରୁମାନେ ପରାଜିତ ହେବେ। ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ଭାବିଚିନ୍ତି ଅର୍ଥ ବିନିଯୋଗ କରନ୍ତୁ। ଦାମ୍ପତ୍ୟ କ୍ଷେତ୍ରରେ ସୁସମ୍ପର୍କ ରହିବ। ବିଦ୍ୟାର୍ଥୀ ମହିଳାମାନେ ଆନନ୍ଦିତ ରହିବେ। ସୁବର୍ଣ୍ଣ ଅଛି ହଳଦୀ। ଶୁଭ ସଂଖ୍ୟା 3 ଏବଂ ଆଜି ଆପଣ ଖଣ୍ଡ ହଳଦୀ ସହିତ ଏକ ଗୁଆ କଉଡ଼ି ନେଇ ନଦୀ ସ୍ରୋତରେ ଭସାଇ ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ମକର ରାଶି। ମକର ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କୁ ବନ୍ଧୁ ସହଯୋଗ ମିଳିବ। ଆପଣଙ୍କର ଅପୂରଣୀୟ କାର୍ଯ୍ୟ ଆଜି ପୂରଣ ହୋଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ନୂତନ ପଦକ୍ଷେପ ନେଇ ସଫଳ ହେବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଦାମ୍ପତ୍ୟ କ୍ଷେତ୍ରରେ ଉତ୍ତମ ବୁଝାମଣା ରହିବ। ବିଦ୍ୟାର୍ଥୀ ମହିଳାମାନେ ଦିନଟିକୁ ଉପଭୋଗ କରିବେ। ସୁବର୍ଣ୍ଣ ଅଛି କଳା ଏବଂ ନୀଳ। ଶୁଭ ସଂଖ୍ୟା 8। ଆଜି ଆପଣ ଶିବ ମନ୍ଦିରରେ ନୀଳ ଅପରାଜିତା ଫୁଲ 27ଟି ଅର୍ପଣ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। କୁମ୍ଭ ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଅଯଥା କାର୍ଯ୍ୟରେ ହସ୍ତକ୍ଷେପ କରି ଅର୍ଥ ବ୍ୟୟ କରନ୍ତୁ ନାହିଁ। କୌଣସି ସ୍ତ୍ରୀଲୋକ କଥାରେ ହସ୍ତକ୍ଷେପ କରି ଦଣ୍ଡିତ ହୋଇପାରନ୍ତି। ବାଣିଜ୍ୟ ବ୍ୟବସାୟରେ ବ୍ୟୟ ଅଧିକ ହେବ। ଦାମ୍ପତ୍ୟ କ୍ଷେତ୍ରରେ ମନାନ୍ତର ମତାନ୍ତର ଦେଖାଦେବ। ବିଦ୍ୟାର୍ଥୀ ମହିଳାମାନେ ସମସ୍ୟା କ୍ଷେତ୍ରରେ ସମୟ ବିତାଇବେ। ସୁବର୍ଣ୍ଣ ରହିଛି କଳା। ଶୁଭ ସଂଖ୍ୟା 8। ଆଜି ଆପଣ କେଳାକୁ ଭୋଜନ ଦିଅନ୍ତୁ, କିଛି ଦକ୍ଷିଣା ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ରାଶିଙ୍କର ଅନ୍ତିମ ରାଶି ମୀନ ରାଶି। ମୀନ ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କର ପାଇଁ ଶୁଭ ଦିନ। ବନ୍ଧୁ ମିଳନ ହୋଇପାରେ। କୌଣସି ଏକ ସାମାଜିକ ଅନୁଷ୍ଠାନରେ ଆପଣଙ୍କୁ ସମ୍ମାନିତ କରିବେ। ବ୍ୟବସାୟ କ୍ଷେତ୍ରରେ ଆୟ ଉତ୍ତମ ରହିବ। ଦାମ୍ପତ୍ୟ କ୍ଷେତ୍ରରେ ଆନନ୍ଦ ଉପଭୋଗ କରିବେ। ବିଦ୍ୟାର୍ଥୀ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଖୁସି ମନେଇବେ। ସୁବର୍ଣ୍ଣ ଅଛି ହଳଦୀ। ଶୁଭ ସଂଖ୍ୟା 3 ଓ 7। ଆଜି ଆପଣ ବଳଦେବଜୀଉ ମନ୍ଦିରରେ 108 ତୁଳସୀ ଅର୍ପଣ କରନ୍ତୁ, ଶୁଭ ଫଳ ମିଳିବ। ତେବେ ଦର୍ଶକ ବନ୍ଧୁ, ଆଜିର ରାଶିଫଳ ପରେ ରହିଛି ବାସ୍ତୁ ବିଚାର କାର୍ଯ୍ୟକ୍ରମ। ଏବେ ଆସନ୍ତୁ ଜାଣିବା। ଆଜିର ବାସ୍ତୁ ବିଚାରରେ ଏକ ସୁନ୍ଦର ବାସ୍ତୁ ଟିପ୍ସ ରଖିଛୁ, ଯାହାକି ଆପଣ ଐଶାନ୍ୟ କୋଣରେ କ'ଣ କରିବେ ଏବଂ କ'ଣ କରିବେ ନାହିଁ। ଘରର ଐଶାନ୍ୟ କୋଣରେ ଆପଣ ଠାକୁର ରଖିଲେ ବହୁତ ଶୁଭ। ଆପଣ କେବେ ବି
ଅଇସନ କୋଣରେ ସିଡ଼ି କରନ୍ତୁ ନାହିଁ, ଅଇସନ କୋଣରେ ଲାଟ୍ରିନ୍ କିମ୍ବା ବାଥରୁମ୍ କରନ୍ତୁ ନାହିଁ, ଅଇସନ କୋଣରେ ମୁଖ୍ୟ ଦ୍ୱାର ମଧ୍ୟ କରନ୍ତୁ ନାହିଁ। ଯାହାଫଳରେ ଆପଣଙ୍କର ନାନା ଅସୁବିଧା ଦେଖାଦେବ, ଘରେ ଅଶାନ୍ତି ଦେଖାଦେବ ଏବଂ ଅର୍ଥହାନି, ଶରୀର ପୀଡ଼ା ଏବଂ ନକାରାତ୍ମକ ଶକ୍ତିର ପ୍ରଭାବରେ ଆପଣ ବ୍ୟତିବ୍ୟସ୍ତ ହୋଇପଡ଼ିବେ। ତେବେ ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟରୁ ବିରତି ପୂର୍ବରୁ ଆପଣଙ୍କ ଛୋଟିଆ ଅନୁରୋଧ, ଆପଣଙ୍କ ଚ୍ୟାନେଲକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଯେଉଁମାନେ ନୂଆ କରି ଆସୁଛନ୍ତି ସେମାନେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁନି। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ମୁଁ ଯେଉଁ ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବି ତା ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିପାରିବ। ଆପଣ ଦିନଟି ଆଜି ଶୁଭମୟ ହେଉ, ମଙ୍ଗଳମୟ ହେଉ। ରହୁଛି। ଜୟ ଜଗନ୍ନାଥ, ଜୟ ମା ଶାରଳା।